ଆଜି ଆମେ ଜଗତସିଂହ ଭସାଣୀ ବିଷୟରେ କିଛି ଜାଣିବା। ମୁଁ ସାଙ୍ଗକୁ କହିଲି, ଚାଲ ଦଶହରା ଭସାଣୀ କଟକ ଯିବା। ସାଙ୍ଗ କହିଲା, ସବୁ ବର୍ଷ ଆମେ କଟକ ଯାଉଛୁ, କିନ୍ତୁ ଏ ବର୍ଷ ଜଗତସିଂହପୁର ଦଶହରା ଭସାଣୀକୁ ଯିବା, ଭାରି ମଜା ହେବ। ଆମେ ସନ୍ଧ୍ୟା ସମୟରେ ବାଇକରେ ବାହାରି ଗଲୁ ଜଗତସିଂହପୁର ଦେବୀଙ୍କ ଭସାଣୀ ଦେଖିବାକୁ। ସେଠି ଯାଇ ପଚାରିଲୁ, ମେଢ଼ କେଉଁ ରାସ୍ତା ଦେଇ ଯିବ? ଆମକୁ କହିଲେ, ସବୁ ମେଢ଼ କଲେକ୍ଟର ଅଫିସକୁ ଯିବ। ଆମେ ଚାଲିଲୁ କଲେକ୍ଟର ଅଫିସକୁ। ତାପରେ ସେଠି ଏତେ ଲୋକ ଦେଖି ମୁଁ ଆଶ୍ଚର୍ଯ୍ୟ ହେଇଗଲି। ତାପରେ ଗୋଟିଏ ଗୋଟିଏ ମେଢ଼ କଲେକ୍ଟର ଅଫିସରେ ଲାଇନ୍ କରି ଛିଡ଼ା ହେଲେ। ମାଙ୍କ ପ୍ରତିମା ଦେଖି ମନ ମୋର ଆନନ୍ଦିତ ହୋଇଗଲା। ତା ସହିତ ପଞ୍ଜାବୀ ବାଜା ଲୋକଙ୍କୁ ଆନନ୍ଦିତ କଲା। 30 ମିନିଟ୍ ପରେ ଗୋଟିଏ ଗୋଟିଏ ମେଢ଼ କଲେକ୍ଟର ଅଫିସକୁ ବାହାରି ଆମ ଜଗତସିଂହପୁର ରାଜରାସ୍ତାରେ ବିସର୍ଜନ ପାଇଁ ବାହାରି ପଡ଼ିଲେ। ଆମେ ବି ଘରକୁ ବାହାରି ପଡ଼ିଲୁ। ଆପଣମାନେ ବି ଆସନ୍ତୁ। ଆମ ଜଗତସିଂହପୁର ଭସାଣୀ ଦେଖିଲେ ଆପଣ ବାରମ୍ବାର ଆସିବାକୁ ଇଚ୍ଛା ହେବ। ଏଇ ଦଶହରା ଭସାଣୀରେ ମାଙ୍କ ଗୋଟିଏ ମୋତେ ଗୀତ ଗାଇଦେବି। କାକଟପୁରେ ତୁ ମା ମଙ୍ଗଳା, ଝଙ୍କଡ଼ବାସିନୀ ମା ସାରଳା, ନୀଳାଚଳ ଧାମେ ମା ବିମଳା, ତାଳଚେରରେ ତୁଲୋ ମା ହିଙ୍ଗୁଳା, ଜୟ ମା ମଙ୍ଗଳା, ଜୟ ମା ମଙ୍ଗଳା, ଜୟ ମା ମଙ୍ଗଳା। କାକଟପୁରେ ତୁ ମା ମଙ୍ଗଳା, କାକଟପୁରେ ତୁ। ବିପଦେ ଆପଦେ ତତେ ସୁମରିଲେ, ଘଣ୍ଟ ଘୋଡ଼ାଉଲୋ ତୁ ପଣତ ତଳେ। ହୋ ପଙ୍ଗୁ ଲଙ୍ଘେ ଗିରି ତୋ ଦୟା ହୋଇଲେ, ଦୁବ ହୁଏ ଦାରୁ ତୋର ଇଚ୍ଛା ବଳେ। ସିନ୍ଦୁର ଶୋଭିତା ମନ୍ଦାର ମଣ୍ଡିତା, ସିନ୍ଦୁର ଶୋଭିତା ମନ୍ଦାର ମଣ୍ଡିତା, ମାଲୋ ଭକ୍ତ ବତ୍ସଳା। ଯାଜପୁରେ ତୁଲ ମା ବିରଜା, ବାଙ୍କିରେ ଚର୍ଚ୍ଚିକା ପାଉ ତୁ ପୂଜା। ସମ୍ବଲପୁରେ ତୁ ସମଲେଇ ମା, ଘଣ୍ଟଗାଁ ବାସିନୀ ତାରିଣୀ ମା। ଜୟ ମା ମଙ୍ଗଳା, ଜୟ ମା ମଙ୍ଗଳା, ଜୟ ମା ମଙ୍ଗଳା। ଯେଉଁ ଦିନରୁ ଲୋ ହେତୁ ମୋ ପାଇଲି, ମା ବୋଲି ତତେ ମନେ ଭାବି ନେଲି। ଓ ଅନ୍ଧୁଣି କରିଲୋ ବର ଫେରେଇଲୋ, ବାପଠୁ ପୁଅକୁ ଅଲଗା କରିଲୋ। କଟକ ଚଣ୍ଡୀ ମା ତୋ ଦୟା ହୋଇଲେ,
କଟକ ଚଣ୍ଡୀ ମା ତୋ ଦୟା ହୋଇଲେ ଲାଗିଯିବ କୁଳେ ମୋର ନାଁ। ଭୁବନେଶ୍ୱରରେ ଗୌରୀ ମା ବାଣପୁରେ ତୁଲ ଭାଗବତୀ ମା ସଙ୍କଟ ନାଶିନୀ ହୁଅ ମା ସାହା ତୋ ବିନୁ ଆଉ କେ କରିବ ଆହା। ଜୟ ମା ମଙ୍ଗଳା ଜୟ ମା ମଙ୍ଗଳା ଜୟ ମା ମଙ୍ଗଳା ଜୟ ମା ମଙ୍ଗଳା ଜୟ ମା ମଙ୍ଗଳା।